ଅତିଥି ମହୋଦୟ, ଉପସ୍ଥିତ ଭଦ୍ରମଣ୍ଡଳୀ ଏବଂ ପୂଜ୍ୟସ୍ପଦ ଗୁରୁଜୀ ଗୁରୁମା ଏବଂ ଏଠାରେ ଉପସ୍ଥିତ ଥିବା ମୋର ସାନ ବଡ଼ ଭାଇ ଭଉଣୀମାନେ, ଆଜି ହେଉଛି ଅକ୍ଟୋବର 2 ତାରିଖ। ଆଜି ହେଉଛି ମହାତ୍ମା ଗାନ୍ଧୀଙ୍କ ଜନ୍ମ। ଏହି ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆମ ଦେଶରେ ଯେଉଁ କେତେଜଣ ମହାପୁରୁଷ ଜନ୍ମଗ୍ରହଣ କରି ଦେଶ ଓ ଜାତି ପାଇଁ ଅଶେଷ କଲ୍ୟାଣ ସାଧନା କରିଛନ୍ତି, ସେମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ ଅନ୍ୟତମ। କେବଳ ଆମ ଦେଶ ନୁହେଁ, ସମଗ୍ର ବିଶ୍ୱକୁ ସେ ଦେଇଛନ୍ତି ଶାନ୍ତି, ଅହିଂସା, ତ୍ୟାଗ ଓ ନିଷ୍ଠାର ବାର୍ତ୍ତା। ପରାଧୀନତାର ଶୃଙ୍ଖଳରେ ମାତୃଭୂମି ଭାରତରେ ନିର୍ଯାତନା ଓ ଅତ୍ୟାଚାର ଶୋଷଣରେ ପହଞ୍ଚିଥିଲା, ସେତେବେଳେ ଭାରତର ପ୍ରାଣକର୍ତ୍ତା ସାଜିଥିଲେ ମହାତ୍ମା ଗାନ୍ଧୀ। ସେ 1869 ମସିହା ଅକ୍ଟୋବର 2 ତାରିଖରେ ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା କରମ ଚାନ୍ଦ ଗାନ୍ଧୀ। ତାଙ୍କ ମାତାଙ୍କ ନାମ ଥିଲା ପୁତଲି ବାଇ। ସେ ମାତ୍ର 13 ବର୍ଷ ବୟସରେ କସ୍ତୁରବାଙ୍କୁ ବିବାହ କରିଥିଲେ। ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ସେ ଇଂଲଣ୍ଡରେ